Hello everyone, I am Damayanti. Welcome to my YouTube channel. ଏବେ ମୁଁ ଆଲୋଚନା କରିବି +3 ଥାର୍ଡ଼ ସେମିଷ୍ଟରର ହିଷ୍ଟ୍ରି ଅନର୍ସର ଲଙ୍ଗ୍ କ୍ୱେଶ୍ଚନ୍ ଓ ସର୍ଟ କ୍ୱେଶ୍ଚନ୍। ପୂର୍ବ ଭିଡ଼ିଓରେ ମୁଁ ଓଡ଼ିଆ ଅନର୍ସର +3 ଫାର୍ଷ୍ଟ ସେମିଷ୍ଟର ଠାରୁ 5 ସେମିଷ୍ଟର ପର୍ଯ୍ୟନ୍ତ ଆଲୋଚନା କରିସାରିଛି। ହିଷ୍ଟ୍ରି ଅନର୍ସର ମଧ୍ୟ ଫାର୍ଷ୍ଟ ସେମିଷ୍ଟର ଓ 5 ସେମିଷ୍ଟରର ଆଲୋଚନା କରିସାରିଛି। ଏବେ ମୁଁ ସର୍ଟ କ୍ୱେଶ୍ଚନ୍ ପ୍ରଥମେ ଆଲୋଚନା କରିବି, ତାପରେ ଲଙ୍ଗ୍ କ୍ୱେଶ୍ଚନ୍। ପେପର୍ 5ର ସିଲାବସ୍। ପେପର୍ 6, ପେପର୍ 7, ପ୍ରଥମେ ପେପର୍ 5ର ସର୍ଟ କ୍ୱେଶ୍ଚନ୍ ଆଲୋଚନା କରିବି। ୟୁନିଟ୍ 1 ମୁଁ କେବଳ ଇମ୍ପୋର୍ଟାଣ୍ଟ ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ ଆଲୋଚନା କରିବି, ଏକ୍ଜାମ୍ରେ ପଡ଼ିବା ପରି ସର୍ଟ କ୍ୱେଶ୍ଚନ୍ ଗୁଡ଼ିକ। କ୍ୱେଶ୍ଚନ୍ ନମ୍ବର 1, ଐତିହାସିକ ଉପାଦାନ ଗୁଡ଼ିକୁ ଡ୍ୟାସ୍ ଭାଗରେ ବିଭକ୍ତ କରାଯାଏ? 3 ଭାଗରେ। ପୃଥ୍ୱୀରାଜ ରାସର ରଚୟିତା ଚାନ୍ଦବ ହରଦାଇ। ବ୍ରହ୍ମୋତ୍ତଦୟ ଦାନ ଗ୍ରନ୍ଥର ରଚୟିତା ବୁଦ୍ଧ ଘୋଷ। ରାଜରାଜେଶ୍ୱର ମନ୍ଦିର ନିର୍ମାତା ଡ୍ୟାସ୍ ଅଟନ୍ତି? ରାଜରାଜ ଏକମ। ଆରବୀୟମାନେ ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ସିନ୍ଧୁ ପ୍ରଦେଶ ଆକ୍ରମଣ କରିଥିଲେ? 712। ମହମ୍ମଦ ବିନ୍ କାସିମ୍ ଡ୍ୟାସ୍ ଖ୍ରୀଷ୍ଟାବ୍ଦରେ ମୃତ୍ୟୁବରଣ କରିଥିଲେ? 716। ତାରିଖ ଇ ଫିରୋଜ ଶାହୀ ପୁସ୍ତକର ରଚୟିତା ଜିୟା ଉଦ୍ଦିନ ବାରାନୀ। ତାଜ ଉଲ୍ ମସିର ପୁସ୍ତକର ରଚୟିତା ହାସନ ନିଜାମୀ। ତାରିଖ ଇ ମୋହମ୍ମଦୀ ପୁସ୍ତକର ରଚୟିତା ମହମ୍ମଦ ବିମାତ ଖାନା। କିତାବ ଉଲ୍ ରହଲାହ ପୁସ୍ତକର ରଚୟିତା ଇବନ ବତୁତା। ଇବନ ବତୁମିସ୍କ ମୁଦ୍ରା ଗୁଡ଼ିକରେ ତାକୁ କ'ଣ ଭାବରେ ବର୍ଣ୍ଣନା କରାଯାଇଥିଲା? ଖଲିଫଙ୍କ ପ୍ରତିନିଧି। ଆରବୀୟମାନଙ୍କ ସିନ୍ଧୁ ପ୍ରଦେଶ ଆକ୍ରମଣ ସମୟରେ ସିନ୍ଧୁର ରାଜା କିଏ ଥିଲେ? ଦାହିର। ଗୀତ ଗୋବିନ୍ଦର ରଚୟିତା ଜୟଦେବ। 2 ମାର୍କିଆ କ୍ୱେଶ୍ଚନ୍। ମଧ୍ୟଯୁଗୀୟ ଉପାଦାନ ଗୁଡ଼ିକ କେତେ ଭାଗରେ ବିଭକ୍ତ, ସେଗୁଡ଼ିକ କ'ଣ କ'ଣ? 2 ଭାଗରେ ବିଭକ୍ତ। ପ୍ରଥମ ହେଉଛି ମୌଳିକ ଉପାଦାନ ଏବଂ ଦ୍ୱିତୀୟ ଅତିରିକ୍ତ ଉପାଦାନ। ମଧ୍ୟଯୁଗୀୟ ଇତିହାସ ରଚନାର ଉପାଦାନ ଗୁଡ଼ିକ କ'ଣ? ସାହିତ୍ୟ କୃତି, ବିଦେଶୀ ପରିବ୍ରାଜକମାନଙ୍କର ଭ୍ରମଣ ବୃତ୍ତାନ୍ତ, ପ୍ରତ୍ନତାତ୍ତ୍ୱିକ ଉପାଦାନ। ଭାରତୀୟ ସାମନ୍ତବାଦୀ ପ୍ରଥା କ'ଣ? ୟୁରୋପ ଭଳି ଭାରତରେ ମଧ୍ୟ ସାମନ୍ତବାଦୀ ପ୍ରଥା ମୁଣ୍ଡ ଟେକିଲା। ଏହା ଭାରତରେ ହର୍ଷବର୍ଦ୍ଧନଙ୍କ ପରବର୍ତ୍ତୀ ସମୟରେ ବିକଶିତ ହୋଇଥିଲା। ଏହି ସମୟରେ ଭାରତୀୟମାନଙ୍କ ସାମାଜିକ ଏବଂ ଅର୍ଥନୈତିକ ଜୀବନରେ ପ୍ରବୃତ୍ତି ସୃଷ୍ଟି ହେଲା। ଜମିଦାରମାନେ ଏହି ପ୍ରଥାକୁ
ପ୍ରଚଳନ କରିଥିଲେ? କୁତବ ମିନାରର ନିର୍ମାତା କିଏ ଥିଲେ? କୁତବ ମିନାରର ନିର୍ମାତା ଥିଲେ ସୁଲତାନୀ ଶାସକ କୁତବୁଦ୍ଦିନ ଆଇବାକ ଏବଂ ଏହାକୁ ସମାପ୍ତ କରିଥିଲେ ଦାସ ବଂଶର ଶାସକ ଇଲତୁତମିଶ। ମୁସଲମାନମାନଙ୍କ କବର ଏବଂ ସୌଧଗୁଡ଼ିକର ବିଶେଷତ୍ୱ କ'ଣ? ମୁସଲମାନମାନଙ୍କ କବର ଏବଂ ସୌଧଗୁଡ଼ିକ ବିଶେଷତ୍ୱ ହେଉଛି ଯେ ଛାତ ଅଂଶଟି ଏକ ଅର୍ଦ୍ଧଗୋଲାକାର ଗମ୍ବୁଜ ଦ୍ୱାରା ନିର୍ମିତ ହେଉଥିବା ବେଳେ ଚତୁଃପାର୍ଶ୍ୱରେ 4ଟି ସୁଉଚ୍ଚ ସ୍ତମ୍ଭ ରହିଥାଏ। 3 ନମ୍ବରିଆ କ୍ୱେଶ୍ଚନ୍। କିମ୍ବା 5 ନମ୍ବରିଆ ମଧ୍ୟ। କ୍ୱେଶ୍ଚନ୍ ନମ୍ବର 1। କଳା ଓ ସ୍ଥାପତ୍ୟ କିପରି ମଧ୍ୟଯୁଗୀୟ ଭାରତ ଇତିହାସର ପୁନର୍ଗଠନରେ ସହାୟକ ହୋଇଥାଏ? କଳା ଓ ସ୍ଥାପତ୍ୟ ମଧ୍ୟଯୁଗୀୟ ଭାରତ ଇତିହାସ ପୁନର୍ଗଠନରେ ସହାୟକ ହୋଇଥାଏ। ଭାରତର କଳା ଏବଂ ସ୍ଥାପତ୍ୟର ବିକାଶ ଏହାର ଧର୍ମ ଏବଂ ସଂସ୍କୃତି ଉପରେ ଆଲୋକପାତ କରିଥାଏ। ମଧ୍ୟଯୁଗୀୟ ଭାରତରେ ଶାସନ କରୁଥିବା ଆଞ୍ଚଳିକ ରାଜା, ସୁଲତାନ ଏବଂ ସର୍ବୋପରି କେନ୍ଦ୍ରୀୟ ସୁଲତାନ ବାଦଶାହମାନେ ସେମାନଙ୍କ ଶାସନ କାଳରେ ଅନେକ ସୌଧ ମନ୍ଦିର ମାନ ଆଦି ନିର୍ମାଣ କରିଥିଲେ। ଉକ୍ତ ସୌଧ କଳାକୃତିଗୁଡ଼ିକରୁ ଆମେ ତଦାନୀନ୍ତନ ସୌଧ, ମନ୍ଦିର, ମିନାର ନିର୍ମାଣ କରିଥିଲେ। ଦିଲ୍ଲୀର ସୁଲତାନମାନେ କିୱାତ୍ ଉଲ୍ ଇସଲାମ ମସଜିଦ, ବିଜୟର ସ୍ମାରକୀ ପ୍ରସିଦ୍ଧ କୁତବ ମିନାର, ସୁଲତାନ ଘର ଆଦି କୀର୍ତ୍ତିରାଜି ନିର୍ମାଣ କରିଥିଲେ। କ୍ୱେଶ୍ଚନ୍ ନମ୍ବର 2। ମୁଦ୍ରା କିପରି ମଧ୍ୟଯୁଗୀୟ ଭାରତ ଇତିହାସ ସମ୍ବନ୍ଧରେ ସୂଚନା ଦେଇଥାଏ? କ୍ୱେଶ୍ଚନ୍ ନମ୍ବର 3। ମଧ୍ୟଯୁଗୀୟ ଭାରତ ଇତିହାସ ଲିଖନ ପାଇଁ ସାହିତ୍ୟ କିପରି ସହାୟକ ହୋଇଥାଏ? କ୍ୱେଶ୍ଚନ୍ ନମ୍ବର 4। ରାଜତ୍ୱର ବୈଥିକରଣ କହିଲେ କ'ଣ ବୁଝ? କ୍ୱେଶ୍ଚନ୍ ନମ୍ବର 5। ଚୋଳ ରାଜବଂଶ କ'ଣ? କ୍ୱେଶ୍ଚନ୍ ନମ୍ବର 6। ଆରବମାନଙ୍କ ସିନ୍ଧୁ ପ୍ରଦେଶ ଆକ୍ରମଣର କାରଣମାନ କ'ଣ ଥିଲା? କ୍ୱେଶ୍ଚନ୍ ନମ୍ବର 7। ଆରବମାନଙ୍କ ସିନ୍ଧୁ ପ୍ରଦେଶର ଆକ୍ରମଣର ଫଳାଫଳମାନ ଲେଖ। କ୍ୱେଶ୍ଚନ୍ ନମ୍ବର 8। ଚୋଳମାନଙ୍କର କଳା ସ୍ଥାପତ୍ୟ ଆଲୋଚନା କର। ୟୁନିଟ୍ 2। କ୍ୱେଶ୍ଚନ୍ ନମ୍ବର 1। ପ୍ରାରମ୍ଭିକ ମଧ୍ୟଯୁଗରେ ଡ୍ୟାସ୍କୁ ଅତ୍ୟନ୍ତ ଗୁରୁତ୍ୱ ପ୍ରଦାନ ଦିଆଯାଏ? କୃଷି। ରାଜ୍ୟର ସମସ୍ତ କୃଷି କ୍ଷେତ୍ରକୁ ଡ୍ୟାସ୍ ଭାଗରେ ବିଭକ୍ତ? 3 ଭାଗରେ। କୃଷି କ୍ଷେତ୍ରକୁ ଡ୍ୟାସ୍ ସାହାଯ୍ୟରେ ମାପ କରାଯାଇଥିଲା? ରଜୁ। ଜମି ଉପରେ ସମ୍ପୃକ୍ତ ଚାଷୀମାନଙ୍କର ଡ୍ୟାସ୍ ରହୁଥିଲା? ପୂର୍ଣ୍ଣ ଅଧିକାର। ଡ୍ୟାସ୍କୁ ସାଧାରଣ କ୍ଷେତ୍ର ବୋଲି କୁହାଯାଏ? ଚାଷ ଜମି। ପ୍ରାରମ୍ଭିକ ମଧ୍ୟଯୁଗରେ ଭାଗ କହିଲେ କ'ଣ ବୁଝ? ଭୂ ରାଜସ୍ୱ। ବର୍ଣ୍ଣ ବା ଜାତି ବିଭାଜନରେ ସମାଜରେ କେଉଁମାନେ ତୃତୀୟ ବର୍ଗର ଥିଲେ? ଶୈବମାନେ। ଉତ୍ତର ପଶ୍ଚିମ ଭାରତରେ
ବହୁଳ ପରିମାଣରେ କ'ଣ କୃଷି କରାଯାଇଥିଲା? ଗହମ। କ୍ୱେଶ୍ଚନ୍ ନମ୍ବର 1, ପ୍ରାରମ୍ଭିକ ମଧ୍ୟଯୁଗରେ କୃଷି କ୍ଷେତ୍ରକୁ କେତେ ଭାଗରେ ବିଭକ୍ତ କରାଯାଇଛି? 3 ଭାଗରେ। ବାସ୍ତୁ ବା ଅଥବା ବାସସ୍ଥାନ କ୍ଷେତ୍ର ଅର୍ଥାତ୍ ଚାଷୋପଯୋଗୀ ଜମି ଏବଂ ଗୋଚର ଜମି। ଚାଷ ଗ୍ରାମ କ'ଣ? ଏହା କାହା ଦ୍ୱାରା ଚିହ୍ନିତ ହେଉଥିଲା? 100ରୁ 500 ପର୍ଯ୍ୟନ୍ତ ପରିବାର ରହୁଥିବା ସ୍ଥାନକୁ ଏକ ଚାଷ ଗ୍ରାମ ରୂପରେ ଧାର୍ଯ୍ୟ କରାଯାଇଥିଲା। ବନ ସଂସାରର ଅର୍ଥ କ'ଣ? ବନ ସଂସାରର ଅର୍ଥ ଦଣ୍ଡ ଓ ଜାତିର ଆନ୍ତଃମିଶ୍ରଣ କିମ୍ବା ସମ୍ମିଶ୍ରଣକୁ ବୁଝାଏ, ଯାହା ମିଶ୍ରିତ ଜାତିମାନଙ୍କର ଉତ୍ଥାନ କରି ସାମାଜିକ ବିଶୃଙ୍ଖଳାକୁ ପ୍ରଶ୍ରୟ ଦେଇଥିଲା। ଚତୁର୍ବର୍ଣ୍ଣ ବ୍ୟବସ୍ଥାର ଉତ୍ପତ୍ତି କେଉଁଠାରେ ଦେଖାଦେଇଥିଲା? ଉତ୍ତର ଭାରତରେ ଦେଖାଯାଇଥିଲା। ସମୟକ୍ରମେ ଏହା ଦାକ୍ଷିଣାତ୍ୟ, ମଧ୍ୟ ଭାରତ, ଓଡ଼ିଶା, ବେଙ୍ଗଲ ଓ ଆସାମକୁ ବ୍ୟାପିଥିଲା। ହିନ୍ଦୁମାନଙ୍କର ଜାତିପ୍ରଥା ମୁସଲମାନମାନଙ୍କ ଉପରେ କିପରି ପ୍ରଭାବ ପଡ଼ିଥିଲା? ହିନ୍ଦୁମାନଙ୍କ ପରି ମୁସଲମାନମାନେ ମଧ୍ୟ 4 ଭାଗରେ ବିଭକ୍ତ ହୋଇଥିଲେ: ସୟଦ, ଶେଖ, ମୁଘଲ ଏବଂ ପଠାନ। ତୃତୀୟ 75ଟି ଶବ୍ଦ ମଧ୍ୟରେ ଉତ୍ତର। କ୍ୱେଶ୍ଚନ୍ ନମ୍ବର 1, ପ୍ରାରମ୍ଭିକ ମଧ୍ୟଯୁଗରେ ଜମିର ବିଭାଗୀକରଣ କିପରି ହୋଇଥିଲା? ଚାଷ ଜମିକୁ ଏକ ପ୍ରକାରର ରଜ୍ଜୁ ସାହାଯ୍ୟରେ ମପାଯାଇଥିଲା। ଏକ ରଜ୍ଜୁର ଲମ୍ବା 10 ଦଣ୍ଡ ଅର୍ଥାତ୍ 40 ହାତ। ଏକ ହାତର ମାପ ଥିଲା 54 ଆଙ୍ଗୁଳି। 1000ରୁ 500 ପର୍ଯ୍ୟନ୍ତ ପରିବାର ରହୁଥିବା ସ୍ଥାନକୁ ଏକ ଚାଷ ଗ୍ରାମ ରୂପେ ଧାର୍ଯ୍ୟ କରାଯାଉଥିଲା। ପ୍ରତ୍ୟେକ ଚାଷୀମାନଙ୍କର ସୀମାରେଖା ନଦୀ, ପାହାଡ଼, ବଣ ଆଦି ଦ୍ୱାରା ଚିହ୍ନିତ ହୋଇଯାଉଥିଲା। ମନୁସ୍ମୃତି ଏବଂ ମହାଭାରତରେ ଉଲ୍ଲେଖ ଅନୁଯାୟୀ ଗୋଟିଏ ଗ୍ରାମର ମୁଖ୍ୟଙ୍କୁ ପାରିଶ୍ରମିକ ସ୍ୱରୂପ ଏକ କୁଲ୍ୟ ଜମି ଦିଆଯାଉଥିଲା। 12 ଗୋଟି ବଳଦ ସାହାଯ୍ୟରେ ଯେତିକି ଜମି ଚାଷ କରାଯାଇ ପାରୁଥିଲା, ସେତିକି ପରିମିତ ଜମିକୁ ଏକ କୁଲ୍ୟ କୁହାଯାଉଥିଲା। ଉର୍ବର ଜମି ବ୍ୟତୀତ ଗ୍ରାମଗୁଡ଼ିକରେ ପ୍ରକ୍ରିୟା ଜମି ଅଥବା ଫସଲ ହେଉଥିବା ଜମି ମଧ୍ୟ ରହୁଥିଲା, ଯାହା ଚାରଣ ଭୂମିରେ ପରିଣତ ହୋଇଥିଲା। କ୍ୱେଶ୍ଚନ୍ ନମ୍ବର 2, ପ୍ରାରମ୍ଭିକ ମଧ୍ୟଯୁଗରେ କୃଷି ଓ କୃଷକକୁ କିପରି ଗୁରୁତ୍ୱ ଦିଆଯାଇଥିଲା? ପ୍ରାରମ୍ଭିକ ମଧ୍ୟଯୁଗ ମାନେ କ'ଣ? ମାନେ ମଧ୍ୟଯୁଗର ଆରମ୍ଭରେ ଆମର କୃଷିକୁ କିପରି ଗୁରୁତ୍ୱ ଦିଆଯାଇଥିଲା? କ୍ୱେଶ୍ଚନ୍ ନମ୍ବର 3, କୃଷି ଏବଂ ଗ୍ରାମୀଣ ଅର୍ଥନୀତି। କ୍ୱେଶ୍ଚନ୍ ନମ୍ବର 4, ମଧ୍ୟଯୁଗରେ କୃଷି ସମ୍ବନ୍ଧୀୟ ଜ୍ଞାନ ଓ କୌଶଳ ଅଗ୍ରଗତି। କ୍ୱେଶ୍ଚନ୍ ନମ୍ବର 5, ସ୍ତରୀକୃତ ଜମି ଉପରେ ଅଧିକାର ଏବଂ କୃଷକ ସମାଜ। ଜମି ସନନ୍ଦଗୁଡ଼ିକ ହିତାଧିକାରୀମାନଙ୍କୁ ଦାନ କରାଯାଇଥିବା ଗ୍ରାମ ବା ଗ୍ରାମଗୁଡ଼ିକର ସ୍ଥାୟୀ ଅଧିକାରୀମାନଙ୍କ ଉପରେ ବରିଷ୍ଠ ଅଧିକାର ପ୍ରଦାନ କରିଥିଲା। ଗ୍ରହୀତାମାନଙ୍କୁ ସମସ୍ତ ପ୍ରକାରର କର ସଂଗ୍ରହ କରିବାର ଉଚିତ
ଅଧିକାର ଉପରେ ବରିଷ୍ଠ ଅଧିକାର ପ୍ରଦାନ କରିଥିଲା। ଗ୍ରହୀତାମାନଙ୍କୁ ସମସ୍ତ ପ୍ରକାରର କର ସଂଗ୍ରହ କରିବାର ଉଚିତ ଅଧିକାର ଦିଆଯାଇଥିଲା। ସେ ନିୟମିତ ଓ ଅନିୟମିତ କର ଓ ସ୍ଥାୟୀ ଓ ଅସ୍ଥାୟୀ ଅର୍ଥ ପରିମାଣ ସଂଗ୍ରହ କରିପାରୁଥିଲେ। ଅଭିଲେଖଗୁଡ଼ିକରେ ତାଲିକା କରାଯାଇଥିବା କରଗୁଡ଼ିକରେ ଶେଷରେ ଲେଖାଯାଇଥିବା ଶବ୍ଦ ଆଦି ଅର୍ଥ ଇତ୍ୟାଦି, ଯାହା ଦରକାର ବେଳେ ଜମିଦାରମାନେ ନିଜର ଫାଇଦା ପାଇଁ ବ୍ୟବହାର କରୁଥିଲେ। ଗ୍ରହୀତା ଏହି ଅସାଧାରଣ ସୁବିଧା ସହିତ ଏହି ପ୍ରକାରର ନୀତି ନିୟମ କରାଯାଏ ଯଥା ଭାଗ, ଭୋଗ, କର, ହିରଣ, ଭଦ୍ରଙ୍ଗ ଇତ୍ୟାଦି। କ୍ୱେଶ୍ଚନ୍ ନମ୍ବର 6, ପ୍ରାରମ୍ଭିକ ମଧ୍ୟଯୁଗରେ ଜାତି ସଂଖ୍ୟାରେ କିପରି ଅଭିବୃଦ୍ଧି ଘଟିଛି? ଗୁପ୍ତ ରାଜତ୍ୱରେ ହିନ୍ଦୁମାନଙ୍କ ସାମାଜିକ ବ୍ୟବସ୍ଥାରେ ବର୍ଣ୍ଣ ବ୍ୟବସ୍ଥା ଜାତିର ମାନ୍ୟତା ପାଇସାରିଥିଲା ତଥା ଜାତି ପ୍ରଥା କଠୋର ହୋଇସାରିଥିଲା। ଫଳରେ ବିଭିନ୍ନ ସାମାଜିକ ତଥା ଜାତିଭିତ୍ତିକ ଗୋଷ୍ଠୀର ଅଭ୍ୟୁଦୟ ଘଟିଲା। ଅଭିଲେଖଗୁଡ଼ିକରୁ ଜଣାଯାଏ ଯେ ମଧ୍ୟଯୁଗୀୟ ବେଳକୁ ବୈଷୟିକ ଜ୍ଞାନ ବିଶିଷ୍ଟ ଅନେକ ଜାତିର ଅଭ୍ୟୁଦୟ ହୋଇଥିଲା, ଯଥା ତନ୍ତୁବାୟ, ସୌନ୍ଦିକ, କମାର, କୁମ୍ଭାର ଆଦି। ଉକ୍ତ ଜାତିଗୁଡ଼ିକୁ ପ୍ରତ୍ୟେକ ଗ୍ରାମରେ ଥଇଥାନ କରିବା ବ୍ୟବସ୍ଥା ମଧ୍ୟ ଆବଶ୍ୟକ ସ୍ଥଳେ ରାଜା କରୁଥିଲେ। ତେଣୁକରି ଆଜି ସୁଦ୍ଧା ପ୍ରତ୍ୟେକ ଗ୍ରାମରେ ଉପରୋକ୍ତ ପ୍ରାୟ ସମସ୍ତ ଜାତିର ଲୋକେ ବସବାସ କରୁଥିବା ଆମେ ଦେଖିଛୁ। ସମାଜର ତୃତୀୟ ସ୍ତରରେ ରହୁଥିବା ବୈଶ୍ୟମାନେ ବୈଷୟିକ କୌଳିକ ବୃତ୍ତିକୁ ନେଇ ଅନେକ ଜାତିରେ ବିଭକ୍ତ କରୁଥିଲେ, ଯଥା କମାର, କୁମ୍ଭାର, ବିନ୍ଧାଣୀ ଇତ୍ୟାଦି। ଶୂଦ୍ରମାନେ କୃଷି କର୍ମ କରୁଥିବାରୁ କୃଷକ ଜାତିରେ ପରିଣତ ହୋଇଯାଇଥିଲେ। କୃଷକମାନଙ୍କ ପରେ ଗ୍ରାମର ଅନ୍ୟତମ ମହତ୍ତ୍ୱପୂର୍ଣ୍ଣ ଜାତି ଥିଲେ ଗୌଡ଼ମାନେ। ଅଧିକାଂଶ କ୍ଷେତ୍ରରେ ସେମାନଙ୍କୁ ଗୋଚାରଣ ପାଇଁ ବର୍ଣ୍ଣନା ରୂପେ ଦାନ ସୂତ୍ରରେ ଜମି ଦିଆଯାଇଥିଲା। ୟୁନିଟ୍ 3 ସର୍ଟ କ୍ୱେଶ୍ଚନ୍। ଶ୍ରେଣୀ ଅଥବା ନିଗମଗୁଡ଼ିକର ପରିଚାଳନା ପାଇଁ ପ୍ରଣୀତ ନୀତି ନିୟମକୁ ଡ୍ୟାସ୍ କୁହାଯାଏ? ସ୍ଥିତିପତ୍ର। ମାପ ଓ ଓଜନ ଡ୍ୟାସ୍ର ଅଧୋଗତିର ଅନ୍ୟତମ କାରଣ ଥିଲା ବ୍ୟବସାୟ। ମଧ୍ୟଯୁଗୀୟ ଭାରତରେ ରାଜସ୍ୱ ପ୍ରଦାନ ପାଇଁ ଶସ୍ୟ ଆକାରରେ ଦେଲେ ତାହାକୁ ଡ୍ୟାସ୍ କୁହାଯାଏ? ମେୟ। ମଧ୍ୟଯୁଗରେ ବ୍ୟବସାୟ ବାଣିଜ୍ୟରେ ବିନିମୟ ପାଇଁ ପ୍ରାୟ ଡ୍ୟାସ୍କୁ ବ୍ୟବହାର କରାଯାଏ? ମୁଦ୍ରା। କାହାକୁ ଶ୍ରେଣୀ ଅଥବା ନିଗମ କୁହାଯାଏ? ବ୍ୟବସାୟୀ ସଂଘ। ଶିଳ୍ପ କ୍ଷେତ୍ରରେ କେଉଁ ଶିଳ୍ପ ପ୍ରମୁଖ ଏବଂ ପ୍ରସିଦ୍ଧ? ବୟନ ଶିଳ୍ପ।
ହାତୀ ଦାନ୍ତ ଖୋଦେଇ କେଉଁ ସମୟରେ ପ୍ରସିଦ୍ଧି ଲାଭ କରିଥିଲା? ଗୁପ୍ତ ଯୁଗରେ। ମଧ୍ୟଯୁଗୀୟ ବାଣିଜ୍ୟ ପାଇଁ ଜାହାଜ ନିର୍ମାଣ ସମ୍ପର୍କରେ କେଉଁଠାରେ ଉଲ୍ଲେଖ କରାଯାଇଛି? ମହାବଂଶଜ। ପାର୍ଟ 2 2ଟି ବା 3ଟି ବାକ୍ୟରେ। ଖ୍ରୀଷ୍ଟୀୟ 7ମ ଶତାବ୍ଦୀରୁ ଅନ୍ତତଃ ହର୍ଷବର୍ଦ୍ଧନଙ୍କ ପରେ ଭାରତୀୟ ରାଜନୈତିକ କ୍ଷେତ୍ରରେ କ'ଣ ଦେଖିବାକୁ ମିଳିଥାଏ? ଖ୍ରୀଷ୍ଟୀୟ 7ମ ଶତାବ୍ଦୀର ପ୍ରାୟ ହର୍ଷବର୍ଦ୍ଧନଙ୍କ ପରେ ପରେ ଭାରତୀୟ ରାଜନୈତିକ କ୍ଷେତ୍ରରେ ନିମ୍ନୋକ୍ତ ଘଟଣା ଦେଖିବାକୁ ମିଳିଥାଏ। ଏଥିରେ ହର୍ଷବର୍ଦ୍ଧନଙ୍କ ପରେ ଅଧସ୍ତନ ରାଜାମାନେ ନିଜ ନିଜର ସ୍ୱାଧୀନତା ଘୋଷଣା କରିଥିଲେ ଏବଂ ସାର୍ବଭୌମତ୍ୱ ପ୍ରତିଷ୍ଠା ପାଇଁ ପରସ୍ପର ମଧ୍ୟରେ ଯୁଦ୍ଧରେ ଲିପ୍ତ ଥିଲେ। ପୁରାତନ ସହର ଓ ନଗରରେ ଅବନତି ଘଟିବା ସହ ନୂତନ ବାଣିଜ୍ୟିକ ସହର ପ୍ରତିଷ୍ଠା ହୋଇଥିଲା। ପ୍ରାରମ୍ଭିକ ମଧ୍ୟଯୁଗରେ ଗଢ଼ି ଉଠିଥିବା ମଣ୍ଡିଗୁଡ଼ିକରେ କି କାର୍ଯ୍ୟ କରାଯାଉଥିଲା? ଧାନ, ଗହମ, ମୁଗ, ବିରି, ଶସ୍ୟ ଓ ଅନ୍ୟାନ୍ୟ ବଳକା ଜିନିଷ ବିକ୍ରି ଓ ଅଦଳବଦଳ କରାଯାଉଥିଲା। ମଧ୍ୟଯୁଗରେ କି ପ୍ରକାରର କାରିଗରୀ ଉପାଦାନ ହେଉଥିଲା? ମଧ୍ୟଯୁଗରେ କାରିଗରୀ ଉପାଦାନ ଏକ ପ୍ରଶସ୍ତ ପରିସର ଉପରେ ବିସ୍ତାରିତ ଥିଲା। ଏଥି ମଧ୍ୟରେ ଅନ୍ତର୍ଭୁକ୍ତ ଥିଲା ଅନେକ ଗୃହୋପକରଣ ଯଥା ମାଟିପାତ୍ର, କାଠ ନିର୍ମିତ ଗୃହ ସାମଗ୍ରୀ, ଝୁଡ଼ି, ଡାଲା, ଯନ୍ତ୍ରପାତି ଇତ୍ୟାଦି। ମଧ୍ୟଯୁଗରେ ଭାରତ କେଉଁ ଦେଶମାନଙ୍କ ସହ ବାଣିଜ୍ୟ ସମ୍ପର୍କ କରିଥିଲା? ଭାରତରୁ ଆରବୀୟ ବଣିକମାନେ ମାଲପତ୍ର ଲୋହିତ ସାଗରକୁ ନେଉଥିଲେ। ତାପରେ ସେଠୁ ସେମାନେ ଦାମାସ୍କସ ଏବଂ ଆଲେକଜାଣ୍ଡ୍ରିଆ ଅଞ୍ଚଳକୁ ପରିବହନ କରୁଥିଲେ। ଭାରତ ବିଦେଶରୁ କେଉଁ କେଉଁ ଜିନିଷ ଆମଦାନୀ କରୁଥିଲା? ରୂପା, ତମ୍ବା, ଟିଣ, ଅଭ୍ର, ସୀସା, ପାରଦ ଇତ୍ୟାଦି। କ୍ୱେଶ୍ଚନ ନମ୍ବର 3 75 ଶବ୍ଦ ମଧ୍ୟରେ ସହରୀକରଣ କହିଲେ କ'ଣ ବୁଝ? 750ରୁ 1206 ମଧ୍ୟରେ ଭାରତରେ ବ୍ୟବସାୟ ବାଣିଜ୍ୟର ଅଭିବୃଦ୍ଧି ସହିତ ଅନେକ ଗୁଡ଼ିଏ ବ୍ୟବସାୟ ପଏଣ୍ଟ ଅଥବା ବାଣିଜ୍ୟିକ ନଗର ଗଢ଼ି ଉଠିଥିଲା। ପଶ୍ଚିମ ଏବଂ ମଧ୍ୟ ଏସିଆର ବିକାଶ ଲାଭ କରୁଥିବା ପରବର୍ତ୍ତୀ ରାଜନୈତିକ ବ୍ୟବସ୍ଥାର ସିଧାସଳଖ ପ୍ରଭାବ ଭାରତୀୟ ରାଜନୀତି ଓ ଅର୍ଥନୀତି ଉପରେ ପଡ଼ିଲା। ଉଭୟ କ୍ଷେତ୍ରରେ ଭାରତରେ ଅହେତୁକ ପରିବର୍ତ୍ତନ ଦେଖାଦେଇଥିଲା। ବିଶେଷତଃ ମଧ୍ୟଯୁଗ ସୁଦ୍ଧା ଯୋଗାଯୋଗ ବ୍ୟବସ୍ଥାରେ ଅନେକ ଉନ୍ନତି ହୋଇ ଆସିଥିଲା। କ୍ୱେଶ୍ଚନ ନମ୍ବର 2 ମଧ୍ୟଯୁଗରେ ବିଦେଶରୁ ଭାରତ ଆମଦାନୀ କରୁଥିବା ସାମଗ୍ରୀମାନ କ'ଣ କ'ଣ? ଟିଣ, ଅଭ୍ର, ସୀସା, ପାରଦ, ପହଳା, ମୂଲ୍ୟବାନ ଇତ୍ୟାଦି। ଏତଦ୍ ବ୍ୟତୀତ ଘୋଡ଼ା ଏବଂ
ଆଫ୍ରିକୀୟ ଦାସ ଆମଦାନୀ କରୁଥିଲା। ଓଡ଼ିଶା ବିସ୍ତୃତ କୋଣାର୍କ ମନ୍ଦିର ଗାତ୍ରସ୍ଥ ଜିରାଫ ପ୍ରକୃତିରୁ ଜଣାଯାଏ ଯେ ଆଫ୍ରିକାରୁ ଜିରାଫ ମଧ୍ୟ ଆମଦାନୀ କରାଯାଉଥିଲା। କ୍ୱେଶ୍ଚନ୍ ନମ୍ବର 3, ମଧ୍ୟଯୁଗରେ ବିନିମୟର ମାଧ୍ୟମ କ'ଣ? ବିନିମୟ ପଦ୍ଧତି ମଣିଷର ଇତିହାସ ସହିତ ଅଙ୍ଗାଙ୍ଗୀ ଭାବେ ସଂଶ୍ଳିଷ୍ଟ ହୋଇଛି। ସମୟକ୍ରମେ ମଣିଷର ଗୋଷ୍ଠୀଗତ ଓ ସାମ୍ପ୍ରଦାୟିକ ଜୀବନର ଆରମ୍ଭ ହେଲା ଓ ଆବଶ୍ୟକତା ବଢ଼ିଲା ତଥା ଅନ୍ୟାନ୍ୟ ବିଦେଶୀ ସମ୍ପ୍ରଦାୟଙ୍କ ସହିତ ସମ୍ପର୍କ ଗଢ଼ି ଉଠିଥିଲା ଏବଂ ଜୀବନଧାରାର ଗତି ବଦଳିଥିଲା। ଫଳସ୍ୱରୂପ ଗୋଟିଏ ଅଞ୍ଚଳର ଅଥବା ଦେଶର ଲୋକେ ଆମ ଅଞ୍ଚଳର ଦେଶର ଉତ୍ପାଦିତ ସାମଗ୍ରୀ ସମ୍ପର୍କରେ ଜାଣିପାରିଲେ ତଥା ପାଇବା ପାଇଁ ଆଗ୍ରହୀ ହୋଇଥିଲେ। ଜୀବନର ଏହି ପର୍ଯ୍ୟାୟରେ ଜିନିଷ ବିନିମୟର ଆରମ୍ଭ ହୋଇଥିଲା। ଗୋଟିଏ ଅଞ୍ଚଳର କୌଣସି ଜିନିଷ ପାଇବା ପାଇଁ ଆମ ଅଞ୍ଚଳର ଲୋକେ ନିଜସ୍ୱ ପ୍ରତିବଦଳ ବ୍ୟବସ୍ଥା ଆରମ୍ଭ କଲେ। ୟୁନିଟ୍ 4, ତାନ୍ତ୍ରିକ ବୌଦ୍ଧ ଧର୍ମ ପ୍ରଥମେ ଡ୍ୟାସ୍ ସ୍ଥାନରେ ବିକଶିତ ହୋଇଥିଲା। ଉଡ୍ଡୀୟମାନ ବଜ୍ରଯାନର ଶାବ୍ଦିକ ଭାବେ ଡ୍ୟାସ୍ ନିଜ ଲକ୍ଷ୍ୟ ଓ ସଂକଳ୍ପରେ ବଜ୍ର ପରି ଦୃଢ଼ ହେବା। ମହମ୍ମଦ ଆଲ୍-ବିରୁନି ଡ୍ୟାସ୍ ଠାରେ ଜନ୍ମଗ୍ରହଣ କରିଥିଲେ। ଖାରିଜିମ୍ ପତଞ୍ଜଳିଙ୍କ ବ୍ୟାକରଣକୁ ଡ୍ୟାସ୍ ଆରବିକ୍ ଭାଷାରେ ଅନୁବାଦ କରିଥିଲେ। ଆଲ୍-ବିରୁନି ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଡ୍ୟାସ୍ ସ୍ଥାପତ୍ୟ ଶୈଳୀର ଚରମ ନିଦର୍ଶନ। କଳିଙ୍ଗ ସୂତ୍ରାଳଙ୍କାରର ରଚୟିତା କିଏ? ଅଶୋକ। ତାନ୍ତ୍ରିକ ବୌଦ୍ଧ ଧର୍ମ କେଉଁ ନାମରେ ପରିଚିତ? ବଜ୍ରଯାନ। ପ୍ରାରମ୍ଭିକ ମଧ୍ୟଯୁଗରେ ବୋଧିସତ୍ତ୍ୱ କେଉଁ ରୂପରେ ପରିଚିତ? ତାରା। ରାମାୟଣରେ କେତେ ପଦ ଶ୍ଲୋକ ଅଛି? 2400। ରାମଚରିତର ରଚୟିତା ସନ୍ଧ୍ୟାକର ନନ୍ଦୀ। ଗୀତ ଗୋବିନ୍ଦର ରଚୟିତା ଜୟଦେବ। 2ଟି ବାକ୍ୟରେ ଗୁପ୍ତ ଯୁଗରେ କେତେଗୋଟି ପୁରାଣକୁ ସ୍ୱୀକୃତି ଦିଆଯାଇଥିଲା? 18ଗୋଟି। ଉକ୍ତ ପୁରାଣଗୁଡ଼ିକରେ ବେଦଠାରୁ ସରଳ ଓ ବୋଧଗମ୍ୟ ଭାଷାରେ ଜଣେ ମଣିଷ କିପରି ଚଳିବ, ମୋକ୍ଷ ପ୍ରାପ୍ତି ପାଇଁ କେଉଁ ସବୁ କର୍ମ କରିବ, କେଉଁ ଦେବାଦେବୀଙ୍କୁ କେଉଁ ବିଧିରେ ପୂଜା କରିବ ତଥା ସନ୍ତୁଷ୍ଟ କରିବା ପାଇଁ କୌଣସି ଅର୍ପଣ କରିବ ଇତ୍ୟାଦି ଧର୍ମବାଣୀ ରୂପେ କୁହାଯାଇଥିଲା। ବଜ୍ରଯାନ କ'ଣ? ଖ୍ରୀଷ୍ଟୀୟ ସପ୍ତମ ଶତାବ୍ଦୀର ପ୍ରଥମ ଭାଗରେ ହିନ୍ଦୁ ତନ୍ତ୍ରରେ ଉତ୍କଟତା ଉଗ୍ରତା ପ୍ରବେଶ କରି ଏହା ବିକଟାଳ କାପାଳିକ ତନ୍ତ୍ରରେ ପରିଣତ ହୋଇଥିଲା। ଏହାଦ୍ୱାରା ଶିବଙ୍କୁ ମହାଭୈରବ ଏବଂ ଶକ୍ତିକୁ ମହାଭୈରବୀ, କାଳୀ ଆଦି ଅନେକ ବିକଟାଳ ରୂପରେ ଆବିର୍ଭାବ ହେବାର ମତ ପୋଷଣ କରାଯାଇଥାଏ। ବୌଦ୍ଧ ତନ୍ତ୍ରର ପ୍ରମୁଖ ଦେବୀ କିଏ ଥିଲେ? ପ୍ରମୁଖ ଦେବୀ ଥିଲେ ସୁରକ୍ଷା ପ୍ରଦାୟିନୀ ତାରା। କାଳଚକ୍ର ଯାନ କ'ଣ? କାଳଚକ୍ର ଯାନ ତାନ୍ତ୍ରିକ ବୌଦ୍ଧ ଧର୍ମର ଏକ ବିଭିନ୍ନ ମତବାଦ ନଥିଲା।
ଏହା ବଜ୍ରଯାନର ଏକ ସ୍ୱତନ୍ତ୍ର ନାମରେ ଥିଲା। କାଳ ଅର୍ଥ ସମୟ, ମୃତ୍ୟୁ ଏବଂ ଧ୍ୱଂସ। କଳିଙ୍ଗ ସ୍ଥାପତ୍ୟ ଶୈଳୀକୁ କେତେ ଭାଗରେ ବିଭକ୍ତ? ତିନି ଭାଗରେ। ରେଖା ମନ୍ଦିର, ପୀଢ଼ ମନ୍ଦିର, ଖାରକ ମନ୍ଦିର। କ୍ୱେଶ୍ଚନ୍ ନମ୍ବର 1, ମଧ୍ୟଯୁଗୀୟ ତାନ୍ତ୍ରିକ ବୌଦ୍ଧ ଧର୍ମ କ'ଣ? ମଧ୍ୟଯୁଗର ବୌଦ୍ଧ ଧର୍ମ କହିଲେ ତାନ୍ତ୍ରିକ ବୌଦ୍ଧ ଧର୍ମକୁ ହିଁ ବୁଝାଏ। କାରଣ ମୁସଲମାନମାନେ ଭାରତକୁ ଆକ୍ରମଣ କରିବା ସମୟ ପୂର୍ବରୁ ବୌଦ୍ଧ ଧର୍ମର ପ୍ରାୟ ବିଲୟ ହୋଇଥିଲା। ତାହା ସ୍ଥାନରେ ହିନ୍ଦୁ ତନ୍ତ୍ର ସହିତ ବୌଦ୍ଧ ତନ୍ତ୍ର ମଧ୍ୟ ଗତି କରୁଥିଲା। ତଦାନୀନ୍ତନ ଉଭୟ ହିନ୍ଦୁ ଓ ବୌଦ୍ଧ ଧର୍ମକୁ ପ୍ରାୟତଃ ତନ୍ତ୍ର ପ୍ରଭାବାଧୀନ କରିସାରିଥିଲା। ଯାହା ଜଣାଯାଏ ଯେ ମହାଯାନବାଦର ମନ୍ତ୍ରାୟନ ମତବାଦ ପରିଶେଷରେ ତନ୍ତ୍ରିୟନରେ ପରିବର୍ତ୍ତିତ ହୋଇଥିଲା, ଯାହାକି ତାନ୍ତ୍ରିକ ଧର୍ମର ଏକ ସଞ୍ଚାରକ ମତବାଦ ଯଥା ମୁଦ୍ରା, ମଣ୍ଡଳ, ଅଭିଷେକ ଆଦି ସମ୍ମିଳିତ ହୋଇଥିଲା। ଆଲବରୁଣୀ। କ୍ୱେଶ୍ଚନ୍ ନମ୍ବର 2, ମଧ୍ୟଯୁଗରେ ଭାରତ ଭ୍ରମଣରେ ଆସିଥିବା ବିଦେଶୀ ପରିବ୍ରାଜକ ମଧ୍ୟରୁ ଆଲବରୁଣୀ ଥିଲେ ଅନ୍ୟତମ। ଆଲବରୁଣୀ ଥିଲେ ମଧ୍ୟ ଏସିଆର ଏକାଦଶ ଶତାବ୍ଦୀର ଜଣେ ବିଶିଷ୍ଟ ପଣ୍ଡିତ। ଗଜନୀର ସୁଲତାନ ମାମୁଦ ଭାରତ ଆକ୍ରମଣ କରିଥିବା ବେଳେ ସେ ତାଙ୍କ ସହିତ ଭାରତ ଆସିଥିଲେ। ଭାରତରେ ସେ ହିନ୍ଦୁ ଦର୍ଶନ ପ୍ରତି ଆକର୍ଷିତ ହୋଇଥିଲେ। ସେ ତାଙ୍କର ପ୍ରସିଦ୍ଧ କିତାବ ଉଲ୍ ହିନ୍ଦରେ ସେ ଭାରତୀୟ ସଂସ୍କୃତି ଓ ସଭ୍ୟତା ସମ୍ପର୍କରେ ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି। କ୍ୱେଶ୍ଚନ୍ ନମ୍ବର 3, ଦ୍ରାବିଡ଼ୀୟ କଳା ଓ ସ୍ଥାପତ୍ୟ। ଦ୍ରାବିଡ଼ କଳା ଓ ସ୍ଥାପତ୍ୟ ବିକାଶର ମୁଖ୍ୟ କାରଣ ଥିଲା ପଲ୍ଲବ, ଚାଲୁକ୍ୟ, ରାଷ୍ଟ୍ରକୂଟ ଏବଂ ଚୋଳବଂଶୀୟ ରାଜାମାନଙ୍କର ଏକନିଷ୍ଠ ପୃଷ୍ଠପୋଷକତା ପ୍ରଦାନ। ପଲ୍ଲବ ବଂଶର ରାଜତ୍ୱ କାଳ ଖ୍ରୀଷ୍ଟୀୟ 7ମ ଶତାବ୍ଦୀର ପ୍ରାରମ୍ଭରୁ ଖ୍ରୀଷ୍ଟୀୟ 9ମ ଶତାବ୍ଦୀର ଶେଷ ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ପଲ୍ଲବ ରାଜାମାନଙ୍କର ଶାସନ କାଳ ଥିଲା ଦକ୍ଷିଣ ଭାରତୀୟ କଳା ଓ ସ୍ଥାପତ୍ୟର ସର୍ବୋତ୍କୃଷ୍ଟ ସମୟ। ପଲ୍ଲବ ସ୍ଥାପତ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା ଖ୍ରୀଷ୍ଟୀୟ 610 - 690 ପର୍ଯ୍ୟାୟକ୍ରମରେ ଅନେକ ଗୁଡ଼ିଏ ମଣ୍ଡପ ଏବଂ ଖୋଦନ କରି ଗୋଟିଏ ପଥରକୁ କାଟି ନିର୍ମାଣ କରାଯାଉଥିବା ଏକ ଉଚ୍ଚ ସ୍ଥାନ, ଯାହା ପଛପଟରେ ରହିଲା ପଥର କଟା କୋଠରୀ ଏବଂ ଗୁମ୍ଫାରାଜି। କ୍ୱେଶ୍ଚନ୍ ନମ୍ବର 4, ମଧ୍ୟଯୁଗରେ ଜୈନ ଧର୍ମର ବିକାଶ। ମଧ୍ୟଯୁଗରେ ଜୈନ ଧର୍ମକୁ କୌଣସି ରାଷ୍ଟ୍ର ପୃଷ୍ଠପୋଷକତା ମିଳୁନଥିଲା। ଏହାକୁ ଭରଣା କରୁଥିଲେ ଏହି ଧର୍ମ ପ୍ରତି ବିଶେଷ ଅନୁରକ୍ତ ଥିବା ଉତ୍ତର ଭାରତର ବ୍ୟବସାୟୀ ସମାଜ। ମଧ୍ୟଯୁଗରେ ଦିଗମ୍ବର ପନ୍ଥୀମାନଙ୍କର ନୀତି ନିୟମ ଗ୍ରନ୍ଥଗୁଡ଼ିକ ଉପରେ ଅନେକ ଗୁଡ଼ିଏ ଟୀକା ଟିପ୍ପଣୀ ରଚିତ ହୋଇଥିଲା। ଖ୍ରୀଷ୍ଟୀୟ 10ମ ଶତାବ୍ଦୀରେ ଉଦ୍ୟୋତନ ତାଙ୍କ ଶିଷ୍ୟମାନଙ୍କ ମାଧ୍ୟମରେ 94 ଗଚ୍ଛହାର ଆରମ୍ଭ କରିଥିଲେ। ଅଳଙ୍କାର, ହରିଭଦ୍ର, ବିଦ୍ୟାନନ୍ଦ ଏବଂ ଅନ୍ୟମାନଙ୍କ ରଚିତ ଗ୍ରନ୍ଥରାଜି
ଜୈନ ଦର୍ଶନକୁ ଉତ୍କୃଷ୍ଟତାର ଚରମ ସୀମାରେ ଉପନୀତ ହୋଇଥିଲା। ଖ୍ରୀଷ୍ଟୀୟ 7ମ ଶତାବ୍ଦୀ ବେଳକୁ ବଙ୍ଗଳାରେ ପ୍ରାଧାନ୍ୟ ବିସ୍ତାର କରିଥିବା ନିର୍ଗ୍ରନ୍ଥମାନେ ମଧ୍ୟ ପରବର୍ତ୍ତୀ ସମୟରେ ପ୍ରଶଂସାଯୋଗ୍ୟ କୌଣସି ପ୍ରଭାବ ଲୋକଙ୍କ ଉପରେ ପକାଇ ପାରିନଥିଲା। କ୍ୱେଶ୍ଚନ୍ ନମ୍ବର 5, କାଶ୍ମୀର ଭାଷା। ଜାମ୍ମୁ ଓ କାଶ୍ମୀର ପ୍ରଦେଶରେ ଲୋକେ କାଶ୍ମୀରୀ ଭାଷା ବ୍ୟବହାର କରନ୍ତି। ଏହା ଏକ ଇଣ୍ଡୋ-ଇରାନୀୟ ଭାଷା ଅଟେ। ଏହି ଭାଷାକୁ ସମୃଦ୍ଧ କରିଛନ୍ତି ସଂସ୍କୃତ ଓ ପାର୍ସୀ ଭାଷା। ଏହା ଏକ ପ୍ରମୁଖ ଭାଷା ଅଟେ ତଥା ସ୍ୱାଧୀନତା ପରେ ଭାରତୀୟ ସଂସ୍କୃତି ପ୍ରାପ୍ତ ଭାଷାଗୁଡ଼ିକ ମଧ୍ୟରେ ସ୍ଥାନିତ ହୋଇଛି। ପ୍ରାଚୀନ କାଶ୍ମୀର ଭାଷା ବିଶେଷତଃ ଆଧ୍ୟାତ୍ମିକ ଓ ପୌରାଣିକ ବର୍ଷ ଉପରେ ଆଧାରିତ। ବ୍ରାହ୍ମଣ୍ୟ ଏବଂ ସୁଫି ଧାର୍ମିକ ବିଷୟବସ୍ତୁ ବ୍ୟତୀତ ଜୀବନ ଧର୍ମ ଏବଂ ପ୍ରକୃତି ସମ୍ବନ୍ଧୀୟ ଭାରତୀୟ ସ୍ୱୀକୃତିପ୍ରାପ୍ତ ଭାଷାଗୁଡ଼ିକ ମଧ୍ୟରେ ସ୍ଥାନିତ ହୋଇଛି। ପ୍ରାଚୀନ କାଶ୍ମୀରୀ ଭାଷା ବିଶେଷତଃ ଅତ୍ୟାଧୁନିକ ଓ ପୌରାଣିକ ବର୍ଷ ଉପରେ ଆଧାରିତ ଥିଲା। ସମାପ୍ତ। ଆଜିର ଆଲୋଚନା ଏତିକିରେ ସମାପ୍ତ କରୁଛି। ପରବର୍ତ୍ତୀ ଭିଡ଼ିଓରେ ମୁଁ ଆଲୋଚନା କରିବି ପେପର୍ 6ର ସର୍ଟ କ୍ୱେଶ୍ଚନ୍। ନମସ୍କାର।